ମୁଣି ଖୋଲିଲେ ମୋହନ ବଜେଟରେ 16ଟି ନୂଆ ଯୋଜନାର କଲେ ଘୋଷଣା। ଆସନ୍ତୁ ଆଜି ଆମେ ଏହି ବିଷୟରେ ଜାଣିବା। 16ଟି ନୂଆ ଯୋଜନା ବିଷୟରେ ଆମେ ଜାଣିବା କେଉଁ ଯୋଜନାରେ କେତେ ଟଙ୍କା ବଜେଟ ବ୍ୟୟବରାଦ କରାଯାଇଛି। ଆସନ୍ତୁ ଆଜି ଆମେ ସବୁ ଡିଟେଲ୍ସରେ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓଟିକୁ ଆରମ୍ଭ କରିବା। ଓଡ଼ିଶାର ବିକାଶ ଧାରାକୁ ଆହୁରି ବେଗବାନ କରିବା ପାଇଁ ରାଜ୍ୟ ସରକାର ଆଜି 3,10,000 କୋଟି ଟଙ୍କାର ଐତିହାସିକ ବଜେଟ ଆଗତ କରିଛନ୍ତି। ଏହି ବଜେଟରେ ସାଧାରଣ ଜନତାଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ସହ ଓଡ଼ିଶାକୁ ଏକ ଆଧୁନିକ ଓ ସାଂସ୍କୃତିକ ହବ୍ ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖାଯାଇଛି। ସରକାରଙ୍କ 16ଟି ପ୍ରମୁଖ ନୂତନ ଯୋଜନା। ଭିବିଜି ରାମଜି ଏହି ବଡ଼ ପ୍ରକଳ୍ପ ପାଇଁ 5,575 କୋଟି ଟଙ୍କା ବ୍ୟୟବରାଦ ହୋଇଛି। ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବାକୁ 1,000 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା, ଶିଶୁ ଓ ମହିଳା କଲ୍ୟାଣ ପାଇଁ 635 କୋଟି ଟଙ୍କା ଧାର୍ଯ୍ୟ ହୋଇଛି। କୃଷି ଓ ଷ୍ଟୋରେଜ ଶସ୍ୟ ସଂରକ୍ଷଣ ପାଇଁ ୱାର୍ଲ୍ଡ ଗ୍ରେନ୍ ଷ୍ଟୋରେଜ ପ୍ଲାନ୍ 240 କୋଟି ଏବଂ ଚାଷୀଙ୍କ ସୁବିଧା ପାଇଁ ମଡେଲ ମଣ୍ଡି 100 କୋଟି ପ୍ରତିଷ୍ଠା ହେବ। ଆଧୁନିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଓଡ଼ିଶାକୁ ଆଗେଇ ନେବାକୁ ଷ୍ଟେଟ୍ AI ମିଶନ 23 କୋଟି ଏବଂ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରାନ୍ସଫରମେଟିଭ୍ ଇନିସିଏଟିଭ୍ ଆରମ୍ଭ ହେବ। ସଂସ୍କୃତି ଓ ପର୍ଯ୍ୟଟନ, ପୁରୀରେ ୱାର୍ଲ୍ଡ ଟୁରିଜିମ୍ ସେଣ୍ଟର ସହ ଜଗନ୍ନାଥ ଇଣ୍ଟରପ୍ରିଟେସନ୍ ସେଣ୍ଟର ପ୍ରତିଷ୍ଠା ହେବ। ସେହିପରି ଡାଲଖାଇ ପାଇଁ 220 କୋଟି ଏବଂ ଟୁରିଜିମ୍ ଲ୍ୟାଣ୍ଡ ବ୍ୟାଙ୍କ ସ୍କିମ୍ ପାଇଁ 150 କୋଟି ଟଙ୍କା ରଖାଯାଇଛି। ଅନ୍ୟାନ୍ୟ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା, ସ୍ମାର୍ଟ ସିଟି ମିଶନ 100 କୋଟି, ରେୟାର ଆର୍ଥ କରିଡର 10 କୋଟି ଏବଂ ଫିଟ୍ ଓଡ଼ିଶା ମିଶନ 10 କୋଟି ଭଳି ଯୋଜନା ସାମିଲ ଅଛି। ବଜେଟର ଆର୍ଥିକ ଦିଗ। ମୋଟ ବଜେଟରେ ପ୍ରାୟ 58% ଅର୍ଥାତ୍ 1,80,000 କୋଟି ଟଙ୍କା କାର୍ଯ୍ୟକ୍ରମ ବ୍ୟୟ ପାଇଁ ଧାର୍ଯ୍ୟ କରାଯାଇଛି। ରାଜ୍ୟର ନିଜସ୍ୱ ଟିକସ ରାଜସ୍ୱରୁ 70,000 କୋଟି ଟଙ୍କା ଆସିବା ନେଇ ଆକଳନ କରାଯାଇଛି। ଏହି ବଜେଟ୍ କେବଳ ଏକ ଆର୍ଥିକ ଦଲିଲ ନୁହେଁ, ବରଂ ଓଡ଼ିଶାର ସାଂସ୍କୃତିକ ଗୌରବ ଓ ଆଧୁନିକ ପ୍ରଗତିର ଏକ ସମନ୍ୱୟ। ଏହି ନୂତନ ପଦକ୍ଷେପ ଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟର କୋଣ ଅନୁକୋଣରେ ବିକାଶର ପହଞ୍ଚି ପାରିବ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝି ଯାଇଥିବେ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି, ଧନ୍ୟବାଦ।